ଓଡ଼ିଆ ମଧ୍ୟଯୁଗୀୟ କାବ୍ୟ ସାହିତ୍ୟ ରସାନୁଭୂତି ସୁଧୀ ଶ୍ରୋତାବନ୍ଧୁମାନଙ୍କର ମୁଁ ନମସ୍କାର। ପୁଣି ଆମେ ସେଇ ଓଡ଼ିଆ ରୀତି ଯୁଗ କାବ୍ୟ ଯୁଗ ବା ମଧ୍ୟଯୁଗର ଶେଷ ପର୍ଯ୍ୟାୟର କବି ଭୀମ ଭୋଇଙ୍କର ରଚିତ ସ୍ତୁତି ଚିନ୍ତାମଣିର ଦ୍ୱିତୀୟ ବୋଲିର ଅବଶିଷ୍ଟାଂଶ ଆଲୋଚନା କରିବା। ମୁଁ ୟା ପୂର୍ବରୁ ଆପଣମାନେ ବନ୍ଧୁଗଣ ଜାଣିଛନ୍ତି ସମସ୍ତେ, ଆଉ ଶ୍ରୋତାବନ୍ଧୁମାନେ ପ୍ରାୟ ଶୁଣୁଛନ୍ତି। ଏଣୁ ମୁଁ ଶ୍ରୋତାବନ୍ଧୁମାନଙ୍କୁ ଅନୁରୋଧ କରୁଛି, ଏଇ ଆଦିବାସୀ କୂଳରେ ଜନ୍ମ ହୋଇକରି ଐଶ୍ୱର୍ଯ୍ୟ ଚିନ୍ତାଧାରାରେ ଉଦ୍ବୁଦ୍ଧ ହୋଇ ବ୍ରହ୍ମ ବିଷୟକ ଚିନ୍ତା କମ୍ କଥା ନୁହେଁ। ଯେମିତି ଶଙ୍କରାଚାର୍ଯ୍ୟ ବେଦାନ୍ତ ବ୍ରହ୍ମସୂତ୍ର ଗ୍ରନ୍ଥ ଟୀକା କରିଛନ୍ତି ଏବଂ ଅତି ନିଗୂଢ଼ ତତ୍ତ୍ୱକୁ ବ୍ୟାଖ୍ୟା କରିଛନ୍ତି, ସେଇଭଳି ତାଙ୍କର ହୃଦୟରେ ସେଇ ବ୍ରହ୍ମ ସ୍ୱରୂପକୁ ସେ ଧାରଣ କରିଛନ୍ତି। ସିଏ ହେଉଛନ୍ତି କନ୍ଧ ସମ୍ପ୍ରଦାୟର ଅନ୍ଧକବି ବୋଲି ତାକୁ ମଧ୍ୟ କେହି କହୁଛନ୍ତି, କିନ୍ତୁ ମୋ ବିଚାରରେ ସିଏ ହୁଏତ ବାହ୍ୟଚକ୍ଷୁ ଦୃଷ୍ଟିହୀନ ହୋଇପାରନ୍ତି, କିନ୍ତୁ ଦିବ୍ୟ ଦୃଷ୍ଟିରେ ସେ ସବୁ ଜାଣିପାରୁଥିଲେ। ବ୍ରହ୍ମ ବିଷୟକ ଭାବରେ ଉଦ୍ବୁଦ୍ଧ ହୋଇଥିଲେ, ଯାହାଫଳରେ ମହିମା ଧର୍ମର ସେ ହେଉଛନ୍ତି ଶ୍ରେଷ୍ଠ ପ୍ରଚାରକ ଏବଂ ପ୍ରବର୍ତ୍ତକ। ସେଇଭଳି ଦିବ୍ୟ ଭାବ ସମ୍ପନ୍ନ କବି ଭୀମ ଭୋଇ ଦ୍ୱିତୀୟ ବୋଲିରେ, ଯାହା ମୁଁ କହୁଥିଲି ଯେ ଦ୍ୱିତୀୟ ବୋଲିରେ ପ୍ରଥମ ପର୍ଯ୍ୟାୟଟି ମୁଁ 8-10ଟି ପଦ ଆଲୋଚନା କରିଛି। ଆସନ୍ତୁ ୟା ପରେ କବି ଦ୍ୱିତୀୟ ବୋଲିଟି କିଭଳି ଅବଶିଷ୍ଟାଂଶକୁ ଉପସଂହାରରେ ପରିଣତ କରିଛନ୍ତି, କ'ଣ ସେଥିରେ ତତ୍ତ୍ୱ କଥା କହିଛନ୍ତି, ଆସନ୍ତୁ ଶୁଣିବା। ଅନ୍ତର୍ଯ୍ୟାମୀ ନାଥ ଜଗତର ତାତ ତ୍ରିଭୁବନେ ଧନ୍ୟ ଧନ୍ୟ, ଭକତ ନିମନ୍ତେ ପରୀକ୍ଷା ନ ଦେଲେ, ଭକତ ନିମନ୍ତେ ପରୀକ୍ଷା ନ ଦେଲେ, ତୁତେ ହିଁ ତୋହର ରାଣ। ଅତି ସୁନ୍ଦର କଥା କହିଛନ୍ତି, ଅତି ସରଳ। ଦେଖନ୍ତୁ, ସରଳ ହେଲେ ମଧ୍ୟ କେତେ ଭାବଗର୍ଭକ ଏବଂ ତତ୍ତ୍ୱ କଥାକୁ ସେ କହିଛନ୍ତି। ସତ୍ୟ, ମୁଁ ଏଇ ଯେଉଁ ମାୟାମୋହଗ୍ରସ୍ତ ହେଇକରି ସଂସାର ଜାଲରେ ବନ୍ଧନରେ ପଡ଼ିଛି ଏବଂ ମାୟାମୋହ ଗ୍ରାସିତ ହେଇକରି ମୁଁ ଆଉ ଏଥିରୁ ବାହାରି ପାରୁନି, ମୁଁ ଖୋଳି ପାରୁନି। ଏଇଭଳି ଭାବରେ ଆପଣ ହେଉଛନ୍ତି ଅନ୍ତର୍ଯ୍ୟାମୀ ନାଥ। ସମସ୍ତଙ୍କର ଅନ୍ତରର କଥାକୁ ଯିଏ ଜାଣନ୍ତି ସିଏ ହେଉଛନ୍ତି ଅନ୍ତର୍ଯ୍ୟାମୀ। ଆଚ୍ଛା, ଜଗତର ତାତ ଏବଂ ଏଇ ଜଗତ ସମଗ୍ର ଜଗତର ନାଥ। ଆମେ କହୁଛେ ଜଗତର ନାଥ ଜଗନ୍ନାଥ, ସେମିତି ଏ ଜଗତର ଆପଣ ତାତ ବା ପିତା। ଆଉ ତ୍ରିଭୁବନେ ଧନ୍ୟ, ସ୍ୱର୍ଗ ମର୍ତ୍ତ୍ୟ ପାତାଳରେ ଆପଣ ଧନ୍ୟ ଧନ୍ୟ, ଆପଣଙ୍କର ସମସ୍ତେ ଧନ୍ୟ ଧନ୍ୟ ଆପଣଙ୍କୁ ପ୍ରଶଂସା କରୁଛନ୍ତି ଯେ ପ୍ରଭୁ ଜଗନ୍ନାଥ ଜଗତର ନାଥ ଏବଂ ଅନ୍ତର୍ଯ୍ୟାମୀ ଭଗବାନ ସମସ୍ତଙ୍କର ହୃଦୟର ବେଦନାକୁ ବା ହୃଦୟର କଥାକୁ ସେ ଜାଣିପାରନ୍ତି। ଏବଂ ଏହା ଯଦି ସତ୍ୟ, ଭକତ ନିମନ୍ତେ ପରୀକ୍ଷା ନ ଦେଲେ, ଆଉ ମୁଁ ତ ତୋର ଗୋଟିଏ ଭକ୍ତ, ଯଦି ମୋ ପାଇଁ ପରୀକ୍ଷା ଦେବନି, ଭାବରେ ବନ୍ଧା ବୋଲି ଏଣେ କହୁଛ ଆପଣ, ଭକ୍ତମାନଙ୍କର ଶତ ପ୍ରଶଂସା ଶତ ମୁଖରେ କହୁଛ ନାରଦ ଆଦି ଋଷିଙ୍କ ପାଖରେ, ଅଥଚ ଭକତ ନିମନ୍ତେ ପରୀକ୍ଷା ଇଏ ହେଉଛି ତୁ, ମୋତେ ଯଦି ଏଥିରୁ ନିସ୍ତାର କରିବୁ ଏଇ ମାୟାମୋହରୁ, ତାହେଲେ ଇଏ ହେଉଛି ତୋ ପାଇଁ ଗୋଟିଏ ବଡ଼ ପରୀକ୍ଷା। ମୁଁ ଜାଣି ମୋର ଆଶା ସମ୍ପୂର୍ଣ୍ଣ ହେବ ତାହେଲେ, ତେଣୁ ତୋତେ ହିଁ ତୋହର ରାଣ ବୋଲି କୁହାଯାଇଛି। ଏଠି କେହି କହନ୍ତି ଯେ ନାଇଁ ତୋତେ ହିଁ ମୋହର ରାଣ, ତୋତେ ହିଁ ତୋହର ରାଣ, ଯଥାର୍ଥ ତୋତେ ତୋ ରାଣ ବୋଲି ଏମିତି କହିବେ କି କବି। ତେଣୁ ଏଇଟା ହୁଏତ ତ୍ରୁଟି ରହିଯାଇଛି। ତେଣୁ ଏଇଟା ତୋତେ କେହି କହନ୍ତି ନାଇଁ ତୋତେ ହିଁ ମୋହର ରାଣ, ମୋର ହଜାର, ଆମେ କହୁନି ସହସ୍ର ରାଣ, ମୋର ସହସ୍ର ରାଣ ତୋତେ। ତେଣୁ ଏଇଭଳି କବି ଅନୁନୟ ବିନୟ ହେଇକି ଭଗବାନଙ୍କ ପାଖରେ ତାଙ୍କର ସମର୍ପିତ ଆତ୍ମା ଏଇ କଥାଟି କହିଛି। କବି ପୁଣି କହୁଛନ୍ତି, ତୁହରି କୃପାରେ ସତ୍ୟ ନିଷ୍କାମରେ ବେଳ ମୁଁ ଜାଣିଛି ମୁହିଁ, ଶୁଭିଲା ଶବଦ ନିର୍ବେଦରୁ ଭେଦ, ରୂପ ଗୁଣେ ଜ୍ଞାନ ନାହିଁ, ରୂପ ଗୁଣରେ ଜ୍ଞାନ ନାହିଁ। ତୁ ହେଉଛୁ ଅରୂପ ଏବଂ ନିର୍ବେଦ, ଆଉ ବେଦନାହୀନ। ଏବଂ ପୁଣି କବି କହୁଛନ୍ତି, ଶୁଭିଲା ଶବଦ ନିର୍ବେଦରୁ, ନିର୍ବେଦ ଅର୍ଥାତ୍ ମଧ୍ୟ ଶୂନ୍ୟ କେହି ଅର୍ଥ କରନ୍ତି। ନିର୍ବେଦରୁ ମାନେ ଶୂନ୍ୟବାଣୀ। ଏବଂ ନିଷ୍କାମ ଭାବରେ ମୁଁ ସତ୍ୟ, ଏହା ସତ୍ୟ, ମୁଁ ନିଷ୍କାମ, ମୋର କିଛି କାମନା ନାହିଁ, ମୋର ବାସନା ନାହିଁ, କିନ୍ତୁ ମୋର କେବଳ ଏତିକି କଥା, ମୋର କଥା ତୁ ଶୁଣିବୁ ଏବଂ ମୋତେ ମାୟା ବନ୍ଧନରୁ ଭବ ବନ୍ଧନରୁ ପାର କରିଦେବୁ। ତୋହରି କୃପାରେ ସତ୍ୟ ନିଷ୍କାମରେ ବେଳ ମୁଁ ଜାଣିଅଛି ମୁହିଁ, ଆଉ ଭେଦ ରୂପ ଗୁଣ ଜ୍ଞାନ ନାହିଁ। ତୋ ପାଖରେ ଭେଦାଭେଦ ଜ୍ଞାନ ନାହିଁ।
ଇଏ ହେଉଛନ୍ତି ବ୍ରାହ୍ମଣ, ଇଏ ହେଉଛନ୍ତି ମୁନି, ଇଏ ହେଉଛନ୍ତି ଶ୍ରେଷ୍ଠ ମୁନି, ଇଏ ହେଉଛି ଗୋଟିଏ ଅନ୍ଧ, ଏମିତି ବା ଇଏ ହେଉଛନ୍ତି ନିଚ ଜାତି, ଏଇ ଭେଦାଭେଦ ତୋ ପାଖରେ ନାହିଁ, ଅଭେଦ ଜ୍ଞାନ। ଏ କଥାଟା ମୁଁ ଜାଣିଛି ଏବଂ ତୋତେ ସେଇଥିପାଇଁ ସମସ୍ତେ ଧନ୍ୟ ଧନ୍ୟ କରୁଛନ୍ତି ଏଇ ସ୍ୱର୍ଗ ମର୍ତ୍ତ୍ୟ ପାତାଳରେ। ଲଗାଇଛ ହେଇଛି ପିଣ୍ଡ ପ୍ରାଣ ତେଜି ଅବନା ମଣ୍ଡଳେ ଚିତ୍ତ, ଲଗାଇଛି ହେଇଛି, ମୁଁ ଏଇ କଥାଟି ହେଇଛି ଯେ ତୋ ପାଖରେ ଜାତି ଧର୍ମ ବର୍ଣ୍ଣର ଭେଦାଭେଦ ଜ୍ଞାନ ନାହିଁ। ତେଣୁ ମୁଁ ନିଚ ଜାତୀୟ କନ୍ଧ କୂଳରେ ବା କନ୍ଧ ସମ୍ପ୍ରଦାୟରେ ଜନ୍ମ ହେଇଥିଲେ ମଧ୍ୟ ଲଗାଇଛି ହେଇଛି ପିଣ୍ଡ ପ୍ରାଣ ତେଜି ଆଉ ଅବନା ମଣ୍ଡଳେ ଚିତ୍ତ, ମୋର ଚିତ୍ତକୁ ମୁଁ ଅବନା ମଣ୍ଡଳରେ ଯେଉଁଠି ବର୍ଣ୍ଣନାତୀତ, ଅବନା ନ ବର୍ଣ୍ଣ ବର୍ଣ୍ଣନ ଅବର୍ଣ୍ଣ ଅବନା ହେତୁରୁ ହେଇଛି ଆଜ୍ଞା ଓଡ଼ିଆରେ। ତେଣୁ ଯିଏ ଏଇଭଳି ଯେଉଁ ଭଗବାନ ଅଲେଖ ପରମ ବ୍ରହ୍ମ ଶୂନ୍ୟ ବ୍ରହ୍ମ ବା ଜ୍ୟୋତି ରୂପ, ମୁଁ ତାଙ୍କ ପାଖରେ ଚିତ୍ତ ମୋର ଲଗେଇ ଦେଇଛି। ଏବଂ ବୁଝିବୁ ଅବଶ୍ୟ ଭୂ ଧର୍ମ ପୁରୁଷ ଚାରି ଯୁଗେ ଯିବେ ସତ୍ୟ, ଚାରି ଯୁଗରେ ସତ୍ୟ, ସତ୍ୟ କହନ୍ତୁ, ସତ୍ୟ ଯୁଗ କହନ୍ତୁ, ତ୍ରେତୟା କହନ୍ତୁ, ଦ୍ୱାପର କହନ୍ତୁ, କଳି କହନ୍ତୁ, ସତ୍ୟ ହେଉଛି ଚାରି ଯୁଗରେ ସତ୍ୟ। ଆଉ ଯାହା କିଛି ବ୍ରହ୍ମ ଅର୍ଥାତ୍ ବ୍ରହ୍ମ ଚାରି ଯୁଗରେ ସତ୍ୟ କି ନା ବ୍ରହ୍ମ ସତ୍ୟ ଜଗତ ମିଥ୍ୟା, ଏ କଥା ହେଇଛି। ଜୀବ ବ୍ରହ୍ମୈବ ନାପର ଉପନିଷଦରେ କୁହାଯାଇଛି ଆଜ୍ଞା, ବେଦାନ୍ତ ବ୍ରହ୍ମସୂତ୍ରରେ ବି କୁହାଯାଇଛି ସେ କଥା। ତେଣୁ ବୁଝିବୁ ଅବଶ୍ୟ ଭୂ ଧର୍ମ, ତୁ ଧର୍ମ ପୁରୁଷ, ତେଣୁ ତୁ ହେଉଛି ଧର୍ମାତ୍ମା ପରମ ଶ୍ରେଷ୍ଠ ଧର୍ମ ପୁରୁଷ, ଚାରି ଯୁଗରେ ତୁ ରହିଛୁ ଏବଂ ଆଉ କିଛି ବିଲୟ ସବୁ ବିଲୟ ହେଇଯାଉଛି, କିନ୍ତୁ ତୁ ସନାତନ, ତୁ ହେଉଛୁ ଜ୍ୟୋତିଷ୍ମାନ, ଜ୍ୟୋତି ରୂପରେ ରହିଛୁ ବିଦ୍ୟମାନ। ଅନୁଭବେ ଧରି ଅରୂପ ବିହରି ଶୂନ୍ୟ ଲାଗିଛି ଭଜନ, ବେନି ନୟନରୁ ବହି ଯାଉଅଛି ଅଶ୍ରୁ ଜଳ ଘନ ଘନ। ଅନୁଭବେ ଧରି ମୁଁ ସେହି ବ୍ରହ୍ମକୁ ଚିନ୍ତା କରୁଛି, ଅଲେଖ ବ୍ରହ୍ମକୁ, ଅଲେଖ ଶୂନ୍ୟ ବ୍ରହ୍ମକୁ ମୁଁ ହୃଦୟରେ ଚିନ୍ତା କରୁଛି, ଯେଉଁ ତୋର ଜ୍ୟୋତି ରୂପକୁ ମୁଁ ହୃଦୟରେ ଧାରଣ କରିଛି ଏବଂ ଆଖିରୁ ଅଶ୍ରୁ ଜଳ ମଧ୍ୟ ବହି ଯାଉଛି। ଆଉ ସେଇ ଶୂନ୍ୟ ପୁରୁଷ ପାଖରେ ମୁଁ ନିରନ୍ତର ଭଜନ କରୁଛି, ତୋ ନାମ ଜପ କରୁଛି, ଭଜନ କରୁଛି ଏବଂ ମୁଁ ଆଖିରୁ ଏହି ସମୟରେ ଧାର ଧାର ମୋର ଲୁହ ମଧ୍ୟ ବହିଯାଉଛି। ତାହେଲେ ଭାବଗତ ଚିତ୍ତ ଯେତେବେଳେ ଆଜ୍ଞା ଭାବମୟ ହେଇଯିବ, ଭାବଗତ ଆପଣଙ୍କ ଆଖିରେ ମଧ୍ୟ ଆନନ୍ଦାଶ୍ରୁ ଭାବର ଅଶ୍ରୁ ମଧ୍ୟ ଧାର ଧାର ହେଇକି ଆଖିରୁ ବହିଯିବ। ଏଣୁ କବି ସେଇ କଥାଟି କହିଛନ୍ତି, ରକ୍ଷା କରିବାକୁ ଘୋର ଦଶା ଦୁଃଖ ସଖା ସୁଦର ମୋ ନାହିଁ, ନାହିଁ ତାତ ମାତ ଇଷ୍ଟ ବନ୍ଧୁ ଭ୍ରାତ ଅନାଥ ପ୍ରାଣୀ ଅଟଇ। ନାହିଁ ରକ୍ଷା କରିବାକୁ ଘୋର ଦଶା, ଏଇ ଯେଉଁ ଘୋର ଦଶା ପଡ଼ିଛି ମୋତେ, ମୁଁ କହିଛି ଯେ ଦାରିଦ୍ର୍ୟ, ସତ ଦାରିଦ୍ର୍ୟ ଜଞ୍ଜାଳ କଷାଘାତ ଭିତରେ ପ୍ରପୀଡ଼ିତ ହେଇଛନ୍ତି, ଆତ୍ମା ଜର୍ଜରିତ ହେଇଛି, ଖାଇବାକୁ ଘରେ ମଧ୍ୟ ନାହିଁ। ଆଉ ବଣରେ ତ ଜଙ୍ଗଲରେ ସେ ବାସ କରୁଥିଲେ, ଆପଣ ଜାଣିଛନ୍ତି, ପ୍ରାୟ କନ୍ଧ ସମ୍ପ୍ରଦାୟ ଏବେ ମଧ୍ୟ ଜଙ୍ଗଲରେ ସମସ୍ତେ ରହିଛନ୍ତି, ଆଉ ତାଙ୍କ ଘରଟି ତ ସେଇଠି। ତେଣୁ ଖାଇବା କଥାଟା ଜାଣୁଥିବେ, କେତେବେଳେ କନ୍ଦାଟେ ମିଳୁଛି, କେତେବେଳେ ଫଳଟେ ମିଳୁଛି, କେତେବେଳେ କ'ଣ ଖୋଳଟେ ମିଳୁଛି, ଏମିତିରେ ଜୀବନଯାପନ ହେଉଛି। ତେଣୁ ଏ ସଂସାରର ଆନନ୍ଦ କ'ଣ ମୁଁ ଜାଣିନି, ସେ ଦୁଃଖରେ ମୋ ଜୀବନ ଚାଲିଛି, ସୁଖ କ'ଣ ମୁଁ ଦିନେ ଜାଣିନି, ଦୁଃଖରେ ହିଁ ମୋ ଜୀବନ ବିତି ଯାଉଛି। ନାହିଁ ତାତ ମାତ, ମୋର ବାପା ମା ପିଲାଦିନୁ ଚାଲି ଯାଇଛନ୍ତି, ଏଥିରୁ ଜଣାପଡ଼ି ତାଙ୍କର ପିତା ମାତା ମଧ୍ୟ ପିଲାଦିନରୁ ଶୈଶବରୁ ତାଙ୍କୁ ପରିତ୍ୟାଗ କରିଛନ୍ତି। ଏବଂ ବନ୍ଧୁ ଭ୍ରାତ କେହି ମୋର ନାହିଁ, ମୋର ବାପା ମା ନାହାନ୍ତି, ବନ୍ଧୁ ଭ୍ରାତ ମୋତେ କେହି ଭଲ ଦୃଷ୍ଟିରେ ଟିକେ ଚାହୁଁନାହାନ୍ତି। ଏଥିରୁ ଜାଣିବେ ସେ ତାଙ୍କର ଅବସ୍ଥାଟା କ'ଣ ଥିଲା। ତା ସତ୍ତ୍ୱେ ସେ କିଭଳି ଏଇଭଳି ଜ୍ୟୋତିର୍ମୟ ବ୍ରହ୍ମକୁ, ଶୂନ୍ୟ ବ୍ରହ୍ମକୁ ଉପାସନା ବା ଠୁଳ ବ୍ରହ୍ମର ଉପାସନା କରିଥିଲେ ଦେଖନ୍ତୁ। ଏବଂ ନାହିଁ ତାତ ମାତ ବନ୍ଧୁ ଭ୍ରାତ ଅନାଥ ପ୍ରାଣୀ, ମୁଁ ଗୋଟିଏ ଅନାଥ ପ୍ରାଣୀ, ଯାହାର କେହି ନାଥ ନାହାନ୍ତି, ସେ ହେଉଛି ଅନାଥ। ତେଣୁ ତୁ ଏକମାତ୍ର ନାଥ, ଜଗତର ନାଥ, ତୁ ମୋର ମଧ୍ୟ ଏକମାତ୍ର ସ୍ୱାମୀ, ମୁଁ ତୋତେ ହିଁ ଧ୍ୟାନ କରୁଛି। ଆଉ କବି କ'ଣ କହୁଛନ୍ତି, ଲେଖିଅଛୁ ଯାହା ଭୁଞ୍ଜି ଅଛି ତାହା ଅଦୃଷ୍ଟ କର୍ମକୁ, ଲେଖିଅଛୁ ଯାହା ମୋ ଭାଗ୍ୟରେ ଯାହା ତୁ ଲେଖିଛୁ ଭୋଗ କରିବାକୁ, ମୁଁ ତ ଭୋଗ ହେଉଛି, ଆଉ ମୋ ଭାଗ୍ୟରେ ମୋ ଲଲାଟରେ ଯାହା ଲେଖିଦେଇଛୁ, ଆମେ କହେ ଆରେ ଲଲାଟରେ ତ ବିଧାତା ତୋର ଦୁଃଖ ଲେଖିଦେଇଛି, ତୁ ସୁଖ ପାଇବୁ କେଉଁଠୁ? କବି ସେଇ କଥାଟି କହୁଛନ୍ତି, ଲେଖିଅଛୁ ଯାହା ଭୁଞ୍ଜୁଅଛି ତାହା, ତୁ ଯାହା ଲେଖିଦେଇଛୁ କର୍ମଫଳକୁ ମୁଁ ଭୋଗ କରୁଛି, ମୁଁ ମଧ୍ୟ ତାକୁ ଭୁଞ୍ଜୁଅଛି, ତାକୁ ମଧ୍ୟ ମୁଁ ଭୋଗ କରୁଛି। ଏବଂ ଅଦୃଷ୍ଟ କର୍ମକୁ ଅଦୃଷ୍ଟ କର୍ମକୁ ମୁଁ ମାନିଛି। କର୍ମର ଫଳ ଯଦି ଦୁଃଖ ଅଛି,
ଏ ଜନ୍ମରେ ଆମେ ଯଦି କିଛି କରିନେ ଆର ଜନ୍ମରେ ମଧ୍ୟ ଦୁଃଖ ଅଛି। ଏଇ କଥାଟା ମୁଁ ନିଜେ ହୃଦୟଙ୍ଗମ କରୁଛି, ମୋ ଲଲାଟରେ ସେ କଥାଟା ଲେଖା ହେଇଛି। ସେ କର୍ମଫଳକୁ ମୁଁ ଭୋଗ କରୁଛି। ଏବଂ ପୁଷିଛି ଉଦର ଦିବସ ଅନ୍ଧାର ଦୁଃଖେ ପଡ଼ି ମୁଠେ ଆଣିକିରି। ମୋ ଉଦରକୁ ମୁଁ କ'ଣ କରିଛି ନା ଏତେ ଦୁଃଖ ଯାତନା ଭିତରେ ପଡ଼ିକିରି ମଧ୍ୟ ପେଟର କଥାଟା ଅଛି ନା ଆଜ୍ଞା, ଆମେ କହୁନେ ଆରେ ପେଟ ପାଟଣା କଥା ତ ଅଛି ନା, ତେଣୁ କେଉଁଠିକୁ ଯାଇକିରି ମଧ୍ୟ ଭିକ୍ଷାନ୍ନ ମୁଁ ମୁଠେ ଆଣିକିରି ମୋ ଜୀବନଟିକୁ ମୁଁ ବଞ୍ଚେଇକିରି କେବଳ ତୋର ଧ୍ୟାନ କରୁଛି। ଆଉ ତୁ ଯଦି ମୋତେ ଏ ଦୁଃଖ ଦୁର୍ଦ୍ଦଶାରୁ ମୋର ଦୂର, ତୁ ଯଦି ମୋର ଦୁଃଖ ଦୁର୍ଦ୍ଦଶାକୁ ଦୂର ନ କରିବୁ, ହେ ପ୍ରଭୁ, ହେ ଅଲେଖ, ହେ ଜ୍ୟୋତି ପୁରୁଷ, ହେ ଶୂନ୍ୟ ପୁରୁଷ, ଆଉ କିଏ ରକ୍ଷା କରିବ? କବି କେଡ଼େ ସୁନ୍ଦର ଭାବରେ କଥାଟିକି କହିଛନ୍ତି। ଏଣୁ ଏଥିରୁ ଆମେ ସ୍ପଷ୍ଟ ଜାଣିଲେ ଯେ କବିଙ୍କର ଜୀବନଟି ଦୁଃଖରେ ହିଁ ଚାଲିଛି। ଦୁଃଖରେ ତଥାପି ଦୁଃଖ ଶୋକ ଶତ ଯାତନା ଜଞ୍ଜାଳଗ୍ରସ୍ତ ଜୀବନ, କେହି ନାହାନ୍ତି, ଅସହାୟ ନିଃସହାୟ, ମା ବାପା ନାହାନ୍ତି, ଭାଇ ବନ୍ଧୁ କୁଟୁମ୍ବ କେହି ପଚାରୁନାହାନ୍ତି। ଆମେ ଦେଖୁଛେ ଯେମିତି ଆଜ୍ଞା ଦୃଷ୍ଟିହୀନ ବ୍ୟକ୍ତି ଆମେ ଦେଖୁଛେ ଯେ ଚାରିଆଡ଼େ ବୁଲିକିରି ଆଜ୍ଞା ତଥାପି ତାଙ୍କୁ ଖାଇବାକୁ ଗଣ୍ଡେ ଯଦି ମିଳୁଥାନ୍ତା, ଏକରେ ଦୃଷ୍ଟିହୀନ ଯଦି ଖାଇବାକୁ ଜଣେ ମିଳୁଥାନ୍ତା ସିଏ କାହିଁକି ବାରଦ୍ୱାରେ ଭିକ୍ଷା ମାଗନ୍ତେ? ଏଇଭଳି ତାଙ୍କର ମଧ୍ୟ ଅବସ୍ଥା ହେଇଥିଲା, ଯାହାଫଳରେ ସାମାନ୍ୟ ମୁଠେ ଚାଉଳ କି କେଉଁଠୁ ଖୁଦ କଣା ଟିକେ ଆଣିଲେ କିଛି ମଧ୍ୟ ସେ ନିଜେ ଖାଉଥିଲେ, କେହି ତାଙ୍କୁ ଦବାବାଲା ମଧ୍ୟ ନଥିଲେ। କେଡ଼େ କଷ୍ଟରେ ସେ ଭଗବାନଙ୍କର ଶରଣାପନ୍ନ ହେଇଛନ୍ତି ଅନୁମାନ କରନ୍ତୁ। ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ କବି କହୁଛନ୍ତି, କାଳ ଦଶା ଆସି ଘୋଟିଛି ଆକ୍ରୋଶୀ ମୃତ୍ୟୁରେ କରି ସଂଯୋଗ। କାଳ ଦଶା ଆସି ଘୋଟିଛି, ତେଣୁ ଆଉ ମୋର ଜୀବନରେ ବି ଆଶା ନାହିଁ। କାଳ ଦଶା ଆସି ଘୋଟିଛି, ମୃତ୍ୟୁ ଆକ୍ରୋଶୀ ମୃତ୍ୟୁରେ କରି ସଂଯୋଗ। ସତେ ଯେମିତି ମୋ ପ୍ରତି କାଳ ଅବିଚାର କରିଛି ଏବଂ ମୃତ୍ୟୁ। ଆଉ ଯଦି ମଣିଷର ପେଟ ଆଜ୍ଞା ଆମେ କହୁନେ ଆରେ ଜୀବନଟା ବଞ୍ଚିବା ପାଇଁ ଆମେ ମୁଠେ ଖାଉଛୁ, ଯଦି ସେତକ ନ ମିଳିଲା ତାହେଲେ ମୃତ୍ୟୁ ନିଶ୍ଚିତ। ଏଇଭଳି ଅବସ୍ଥା ମୋର ହେଇଛି। ଏବଂ କଟାକ୍ଷ ନେତ୍ରରେ କିଞ୍ଚିତ ଚାହିଁଲେ ରେଣୁ ପ୍ରାୟ ଉଡ଼ିଯିବ। ମୋର ଏଇ ଯେଉଁ ଦୁଃଖ, ଏଇଟା ସାଂସାରିକ ବ୍ୟାଧି ଆଜ୍ଞା, ଖାଇବାକୁ ମୁଠେ ମିଳୁନି, ଅନ୍ନ କଷ୍ଟ। ତାହେଲେ ତୁ ଯଦି କିଞ୍ଚିତ ଚାହିଁବୁ କଟାକ୍ଷ ନେତ୍ରରେ, ତୋର କରୁଣା କଟାକ୍ଷରେ ତୁ ଯଦି ଟିକିଏ ମୋ ଆଡ଼କୁ ବଙ୍କେଇ ଚାହିଁଦେବୁ, ତାହେଲେ ମୋର ଏଇ ଦୁଃଖ କୁଆଡ଼େ ଉଡ଼ିଯିବ ନିମିଷକେ। ଆଉ ପ୍ରଭୁ ଇଚ୍ଛା କଲେ, ଯେମିତି ଆପଣମାନେ ଜାଣିଛନ୍ତି ସୁଦାମାଙ୍କର କଥା, କେଡ଼େ ଘୋର କଷ୍ଟରେ ପିଲାଗୁଡ଼ିକ ତାଙ୍କ ସ୍ତ୍ରୀ କହିଲେ ଆରେ ଖାଇବାକୁ ଘରେ ନାହିଁ, କିଛି ନାହିଁ, ପିଲାଗୁଡ଼ିକ କେତେ କଷ୍ଟ, ଆଉ ବହିପତ୍ର କଥା ଛାଡ଼, ଖାଇବା କଥା ନାହିଁ, ପ୍ୟାଣ୍ଟ ସାର୍ଟ କଥା ଛାଡ଼, ଜାମା ଯୋଡ଼ କିଛି ତ ନାହିଁ ଘରେ, ଖୁଦ କଣାଟିଏ ନାହିଁ ବୋଲି ଖୁଦ ଯୋଡ଼ିଏ ଭାଜିକି ଭଗବାନଙ୍କ ପାଖକୁ ଦ୍ୱାରକାକୁ ପଠାଇଥିଲେ। ଏଇଭଳି ଦାରିଦ୍ର୍ୟ କଷାଘାତରେ ପ୍ରପୀଡ଼ିତ ହେଉଥିବା ପରିବାର ସୁଦାମାଙ୍କର କୁଆଡ଼େ ମୁହୂର୍ତ୍ତକରେ ଉଡ଼ିଗଲା। ମୁହୂର୍ତ୍ତକରେ ସୁଦାମା ଚିନ୍ତା କରିପାରିନାହାନ୍ତି, ଇଏ ମୋ ଘର ଆସିକି ଚିହ୍ନି ପାରୁନାହାନ୍ତି। ତେଣୁ ପ୍ରଭୁଙ୍କର କିଞ୍ଚିତ କଟାକ୍ଷ ପାତ ହେଲେ ଏ ଦୁଃଖ, ମୋର ଦୁଃଖ କଷ୍ଟ ଉଡ଼ିଯିବ କୁଆଡ଼େ। ଏବଂ କବି ପୁଣି କହୁଛନ୍ତି, ଏ ନର ବେଦାନ୍ତ ବ୍ରାହ୍ମଣ ପଣ୍ଡିତ କେହି ନୁହନ୍ତି ଭାଜନ। ଏ ନର ବେଦାନ୍ତ ବିତ୍ ବ୍ରାହ୍ମଣ ପଣ୍ଡିତ କେହି ନୁହନ୍ତି ଭାଜନ, ଏଥିକୁ ସମର୍ଥ ନୁହନ୍ତି। ଏ ଘୋର ବିପତ୍ତି ଖଡ଼ଗରେ କାଟି ଏକା ପେଡ଼ିବେ ଆପଣ। ଅର୍ଥାତ୍ ମୋର ଏଇ ଯେଉଁ କଷ୍ଟକୁ ଆରେ ୟାକୁ କେହି ଦୂର କରିପାରିବେନି। ମର୍ତ୍ତ୍ୟମଣ୍ଡଳରେ ଯେତେ ଅଛନ୍ତି ବେଦବିତ୍ ବ୍ରାହ୍ମଣ ମୁନି ଋଷି ପଣ୍ଡିତ ଯିଏ କହନ୍ତୁ, କାହିଁକିନା ଇଏ ବିଧାତା ଲିଖନ କିଏ କରିବ ଆନ, ତେଣୁ ସେ ବିଧାତା ଯେତେବେଳେ ବିଚାର କରିବ ସେ ଏକା ପୋଷିପାରିବ। ତେଣୁ ମୋର ବିଶ୍ୱାସ, ଆଉ ଏ ଘୋର ବିପତ୍ତି ଖଡ଼ଗରେ କାଟିକିରି ତୁ ଏକା କେହି ଭାଜନ ନୁହନ୍ତି, ତୁ ଏକା ସମର୍ଥ ବା ଭାଜନ। ଏବଂ ଏକା ଫେଡ଼ିବେ ଆପଣ। ଏକାକ୍ଷର ପାଦ ହୃଦୟ ଗୁଣବାଦ। ଏକାକ୍ଷର ପାଦ ହୃଦୟ ଗୁଣବାଦ ନିରନ୍ତରେ କରି ଏକାକ୍ଷର ପାଦ ଓମ୍ ଓଙ୍କାର ବ୍ରହ୍ମ। ଏକାକ୍ଷର ଓଙ୍କାର ବ୍ରହ୍ମ। ଏକାକ୍ଷର ପାଦ ହୃଦୟ ଗୁଣବାଦ ନିରନ୍ତରେ ଆଶା। ଏକାକ୍ଷର ଯେ ଓଙ୍କାର ଯେଉଁ ବ୍ରହ୍ମ, ମୁଁ ତାକୁ ସେଇ ପାଦକୁ ମୁଁ ଏକା ଚିନ୍ତା କରୁଛି ନିରନ୍ତରେ କରି ଆଶା। ଅଧିକ ବିଷୟା ନ ପାରଇ ତାହା ନାମ ଭଜନେ ତପସ୍ୟା। ଅଧିକ ବିଷୟା ନ ପାରଇ ତାହା, ଆଉ ଅଧିକ ବିଷୟାସକ୍ତ ହେବା ପାଇଁ ମୁଁ ଆଉ ସଂସାରରେ ଆଉ ପାଇବିନି, ପାରୁନାହିଁ।
ଯାହାଫଳରେ କେବଳ ତୋ ନାମ ଭଜନ ତପସ୍ୟା କଲେ ସେ ଓଙ୍କାର ପରମ ବ୍ରହ୍ମ ଜ୍ୟୋତି ରୂପ ଓଙ୍କାର ଆଉ ମୁଁ ଚିନ୍ତା କରୁଛି ସେତିକିରେ ମୁଁ ପାଇବି ବୋଲି ମୋର ଦୃଢ଼ ଆଶା ଅଛି। ଅଧିକ ଆଉ ବିଷୟ ମୁଁ ଚିନ୍ତା କରିପାରୁନି। ଆଉ ୟାଠୁ ଅଧିକ କ'ଣ ଚିନ୍ତା କରିବି? ବ୍ରହ୍ମଙ୍କର ବ୍ରହ୍ମ ଓଙ୍କାର ରୂପୀ ଏକାକ୍ଷର ବ୍ରହ୍ମ ର କରୁଣା ହିଁ ମୋର ଏକାନ୍ତ ଆବଶ୍ୟକ କୃପା। ଦୁଃଖ ସୁଖ କଥା ମନେ କରି ଚିନ୍ତା ପ୍ରଭୁ ଛାମୁରେ ଜଣାଇ। ଦୁଃଖ ସୁଖ କଥା, ଦୁଃଖ କଥା ମଧ୍ୟ କହୁଛି ଆଉ ସୁଖ ତ ମୋର କିଛି ନାହିଁ ତଥାପି କବି କହୁଛନ୍ତି ଯାହା କିଛି ସାଂସାରିକ ସୁଖ ଦୁଃଖ ଅଛି ଭୋଗ ମୁଁ ଯାହା ଭୋଗ କରୁଛି ମନେ ଚିନ୍ତା କରୁଛି ପ୍ରଭୁ ଛାମୁରେ ମୁଁ ସେସବୁ ଜଣାଇଦେଲି। ଆରେ ଏଥିରୁ ଆମେ ଜାଣିବା ଯେ ପ୍ରଭୁ ଆଉ ଭୀମ ଭୋଇ ଆଉ ଦୁଃଖ କଷ୍ଟ ସୁଖରେ କ'ଣ ଅଛନ୍ତି? ଆଉ ଯାହାର ବାପା ମାଆଙ୍କୁ ହରେଇଛନ୍ତି, ଭାଇ ବନ୍ଧୁ କୁଟୁମ୍ବ କେହି ପଚାରୁନାହାନ୍ତି, ଘର ଖଣ୍ଡିଏ ନାହିଁ ଏବଂ ଅନ୍ନ କଷ୍ଟ ଆଉ ପେଟ ପୋଷିବାକୁ ନାହିଁ କିଛି ଅନ୍ନ କଷ୍ଟ ଏବଂ ଭବ ସାଗରରୁ ପାରି ହେବା ପାଇଁ ସମର୍ଥ ନୁହନ୍ତି ଏବଂ ମାୟାମୋହ ତଥାପି ମାୟାମୋହ ଭିତରେ ମଣିଷ ଜଡ଼ିତ ହେଇଛି। କିଏ ମରିଯାଉଛି ଯେତେ କଷ୍ଟରେ ବଞ୍ଚିଥିଲେ ମଧ୍ୟ ଲୋକ ମରିବାଟା କେହି ଚାହୁଁନି। ତେଣୁ ପ୍ରଭୁ ଆପଣ ଏସବୁ ସୁଖ ଦୁଃଖ ସବୁ ଜାଣିଛନ୍ତି ଆଉ ଛାମୁରେ ପ୍ରଭୁ ଛାମୁରେ ଯାହା ମୋର ଜୀବନର ସୁଖ ଦୁଃଖ ସବୁ ସର୍ବସ୍ୱ ମୁଁ ଆପଣଙ୍କ ପାଖରେ ଜଣାଇଦେଲି। ସମର୍ପିତ ହୃଦୟ ହେଲେ ହିଁ ଯାଇ ହେଇପାରିବ। ମୁଁ ଯାହା ସତ୍ୟ ମୁଁ ଯାହା ଉପଲବ୍ଧି କରୁଛି ଆପଣଙ୍କୁ ଜଣାଇଦେଲି। ଏଥିରେ ଟିକିଏ ହେଲେ ମିଛ ନାହିଁ। ଶରଣ ବିକଳେ ଗୁରୁ ପାଦ ତଳେ ଭୀମ ଅରକ୍ଷିତ କହି ଶରଣ ବିକଳ ଭାବରେ ମୁଁ ଆପଣଙ୍କର ଶରଣାପନ୍ନ ହେଉଛି। ବିକଳ ଭାବରେ ମୁଁ ଆପଣଙ୍କ ପାଖରେ ଶରଣାପନ୍ନ ହେଉଛି। ଆଉ ମୋର ଯାହା ଜୀବନର ସୁଖ ଦୁଃଖ ଦୈନ୍ୟ ଆଉ ଯନ୍ତ୍ରଣା ଯାତନା ଲାଞ୍ଛନା ଯାହା କିଛି ଆପଣଙ୍କୁ ପାପ ପୁଣ୍ୟ ସୁଖ ଦୁଃଖ ସବୁ ମୁଁ ଆପଣଙ୍କ ପାଖରେ ଜଣାଇଦେଲି। ଆଉ ଶରଣ ବିକଳେ ଗୁରୁ ପାଦ ତଳେ, ଗୁରୁ ହେଉଛନ୍ତି ମୋର ଅଲେଖ ହେଉଛନ୍ତି ଗୁରୁ, ମୋର ଜ୍ୟୋତି ରୂପ ସେ ହେଉଛନ୍ତି ଗୁରୁ ଆଉ ସେ ମୋର ବ୍ରହ୍ମ ଏକାକ୍ଷର ବ୍ରହ୍ମ ଓଙ୍କାର ସେ ହେଉଛନ୍ତି ଗୁରୁ। ମୁଁ ତାଙ୍କ ତଳେ ଆପଣଙ୍କ ସେଇଭଳି ଗୁରୁ ଆପଣ ଯିଏ ଆପଣ ଏକମାତ୍ର ସତ୍ୟ ସନାତନ ଶାଶ୍ୱତ ବ୍ରହ୍ମ ଚାରି ଯୁଗରେ ଯିଏ ସତ୍ୟ ଆଉ ସବୁ ମିଥ୍ୟା ସେଇଭଳି ପ୍ରଭୁ ଅଲେଖଙ୍କ ପାଖରେ ମୁଁ ମୋର ଆତ୍ମକଥା ମୋର ଜୀବନର ବ୍ୟଥାକୁ ଜଣେଇଲି ବୋଲି ଏତିକି କହିକିରି ଭୀମ ଅରକ୍ଷିତ ଯାହାର କେହି ଅରକ୍ଷିତ ବୋଲି କହୁଛନ୍ତି ଅର୍ଥାତ୍ ଯାହାର କେହି ରକ୍ଷାକର୍ତ୍ତା ନାହିଁ ଏକମାତ୍ର ଯିଏ ଓଙ୍କାର ଏକାକ୍ଷର ବ୍ରହ୍ମ ତାଙ୍କ ପାଖରେ ମୁଁ ମୋର ଦୈନ୍ୟ ଦୁଃଖ ଦୁର୍ଦ୍ଦଶା ସୁଖ ଦୁଃଖ ସବୁ ଜଣେଇକିରି ଭୀମ ଅରକ୍ଷିତ କହି ବୋଲି କବିତାଟି ଉପସଂହାର କରିଛନ୍ତି। ଦେଖନ୍ତୁ କେତେ ସୁନ୍ଦର ଭାବରେ ମୁଁ କହିଛି ବ୍ରହ୍ମ ବିଷୟକ ଚିନ୍ତା ଓ ଐଶ୍ୱର୍ଯ୍ୟ ଚିନ୍ତା ଉପନିଷଦୀୟ ଚିନ୍ତାଧାରାକୁ କବି ଆମର ସମାଜରେ ସତେ ଯେମିତି ସମସ୍ତଙ୍କୁ ହୃଦୟକୁ ଛୁଇଁଲା ଭଳି କଥାଟି କହିକିରି ଏ ଭୀମ ଅରକ୍ଷିତ କହି ବୋଲି କବି ଦ୍ୱିତୀୟ ବୋଲିଟିକି ଉପସଂହାର କରିଛନ୍ତି। ପରବର୍ତ୍ତୀ ପର୍ଯ୍ୟାୟରେ ସମୟ ମିଳିଲେ ଆଉ କ'ଣ 100ଟି ବୋଲି ତ ଲେଖା ହେଇଛି, ଏଇଭଳି ସୁନ୍ଦର ଉଦାହରଣ କ'ଣ ଦେଇଛନ୍ତି ଏବଂ ଭଗବାନଙ୍କ ପାଖରେ କିଭଳି ସେ ଆଉ କ'ଣ ସମର୍ପିତ ହେଇ ତାଙ୍କର ଲେଖନୀ ଚାଳନା ସେ ତ ଲେଖିପାରୁନଥିଲେ। କେହି କହୁଛନ୍ତି ତାଙ୍କ ଶିଷ୍ୟମାନେ ଇଏ ଯାହା କହୁଥିଲେ ଲେଖି ଦେଉଥିଲେ। ଏଇ ଯାହା ବି ହଉ ସେ ଆଉ କ'ଣ ତାଙ୍କର ଆତ୍ମଚିନ୍ତନକୁ ଆମକୁ ଅନ୍ୟ ବୋଲିରେ ଦେଇଛନ୍ତି। ପରବର୍ତ୍ତୀ ପର୍ଯ୍ୟାୟରେ ସମୟ ହେଲେ କହିବା ଆଲୋଚନା କରିବା। ନମସ୍କାର।